କେବେ କାହାକୁ ଗରିବ ଭାବି ତାଙ୍କ ସହିତ ସମ୍ପର୍କ ଭାଙ୍ଗ ନାହିଁ। କାରଣ ଗରିବ ଘରେ ଯେତିକି ମାନ ସମ୍ମାନ ମିଳିଥାଏ ତାହା କେବେ ଧନୀ ଲୋକଙ୍କ ଘରେ ମିଳିନଥାଏ। ଭାରି ଅଜବ ଏ ଦୁନିଆ। ଏଠି ବିଶ୍ୱାସ କେବଳ ମିଛ ଉପରେ ହିଁ ଥାଏ। ସତ୍ୟକୁ ତ ସବୁବେଳେ ପ୍ରମାଣ କରିବାକୁ ହିଁ ପଡ଼ିଥାଏ। ମଣିଷର ମନ ସୁନ୍ଦର ହେଇଥିବା ଦରକାର। ଚେହେରା ସୁନ୍ଦର ହେଲେ କ'ଣ ହେବ? ବୟସ ହେଲେ ଆପେ ଆପେ ମଉଳିଯିବ। ସଫଳତା ପାଇବାକୁ ହେଲେ ସବୁବେଳେ ଆଗକୁ ବଢ଼ିବାକୁ ହୁଏ। ସଫଳ ହେଲା ପରେ ଲୋକେ ଆପେ ଆପେ ତୁମ ପଛରେ ଆସିବେ। ଗଛ ଥରେ ମରିଗଲେ ପରେ ସେଥିରେ ଯେତେ ପାଣି ଦେଲେ ବି ଆଉ ସିଏ ବଞ୍ଚି ନଥାଏ। ସେହିପରି ସମ୍ପର୍କ ଭିତରେ ଥରେ ବିଶ୍ୱାସ ମରିଗଲା ପରେ ଯେତେ ଭଲ ପାଇବା ଦେଲେ ଆଉ ସମ୍ପର୍କ ତିଷ୍ଠି ନଥାଏ। ସଂସାରରେ ସବୁଠାରୁ ବଡ଼ ଔଷଧ ହେଉଛି ହସ। ସବୁଠାରୁ ବଡ଼ ସମ୍ପତ୍ତି ହେଉଛି ବୁଦ୍ଧି। ସବୁଠାରୁ ବଡ଼ ଅସ୍ତ୍ର ହେଉଛି ଧୈର୍ଯ୍ୟ। ଆଉ ସବୁଠାରୁ ବଡ଼ ସୁରକ୍ଷା ହେଉଛି ବିଶ୍ୱାସ। ଏଠି କେହି କାହାର ନୁହନ୍ତି ଆଜ୍ଞା। ଆଜିର ଦୁନିଆରେ ଥରେ ନିଜ ଆଡ଼ୁ କଥା ହେବା ବନ୍ଦ କରି ଦେଖ, ଅନେକ ଆପଣାର ଲୋକ ବି ପର ହୋଇଯିବେ। କିଛି ସମ୍ପର୍କ ଏମିତି ଥାଏ ଯାହାକି ମିଳିବାର ଆଶା ନଥାଏ, ତଥାପି ସମ୍ପର୍କ ରଖିବାକୁ ପଡ଼ିଥାଏ। କାହିଁକି ନା ତା ସହିତ ବିତି ଯାଇଥିବା ଦିନ ଗୁଡ଼ିକ କେବେ ଭୁଲି ହୁଏ ନାହିଁ। ଆଜିକାଲି ସମସ୍ତେ ଭାବନ୍ତି କେଉଁ ପୋଷାକ ପିନ୍ଧିଲେ ମୁଁ ସୁନ୍ଦର ଦେଖାଯିବି, କିନ୍ତୁ କେଉଁ କର୍ମ କଲେ ମୁଁ ଭଗବାନଙ୍କୁ ଭଲ ଲାଗିବି ଏକଥା କେହି କେବେ ବି ଭାବନ୍ତିନି। ଭାଗ୍ୟରେ ସିନା ମୁଁ ହାରିଯାଇଛି, ହେଲେ ହୃଦୟ ତ ତତେ ସବୁଦିନ ପାଇଁ ବାଛି ନେଇଛି। ଭାଗ୍ୟରେ ନହେଲୁ ନାହିଁ, ହୃଦୟରେ ଏମିତି ରହିଥା ସବୁଦିନ। ସମୟ ସହ ବେଳେବେଳେ ଏମିତି ଏକୁଟିଆରେ ନିଜ କଥା ବହୁତ ମନେ ପଡ଼େ। କ'ଣ ଥିଲି, କ'ଣ ହେବାର ସ୍ୱପ୍ନ ଦେଖିଥିଲି, ଆଉ ଆଜି ମୁଁ ସମୟ ସହ କ'ଣ ହୋଇଗଲି। ଲାଇଫରେ ସବୁ କରିବ, ହେଲେ ପାଗଳ ପରି ଭଲ ପାଇବା ଆଉ ଅନ୍ଧଙ୍କ ପରି ବିଶ୍ୱାସ କେବେ କାହା ଉପରେ କରିବନି। ରାଗ ଆଉ ଜିଦ୍ ସବୁ କଥାରେ ଉତ୍ତ୍ୟକ୍ତି ହୋଇ ରାଗିବା ବା ଜିଦ୍ ଧରିବା ଭଲ ନୁହେଁ। କାରଣ ଏହି ରାଗ ଆଉ ଜିଦ୍ ଜୀବନଠୁ ଅତି ନିଜର ଲୋକଙ୍କୁ ହିଁ ଅଲଗା କରିଦିଏ। ଲୋକେ କୁହନ୍ତି ମଲା ପରେ କେହି କିଛି ସାଥିରେ ନେଇ ଯାଆନ୍ତିନି, ହେଲେ ମୁଁ କିନ୍ତୁ ନେଇକି ଯିବି ତୁମକୁ ଆର ଜନ୍ମରେ ପାଇବାର ଆଶାରେ। ମନକୁ ବୁଝିଲା ପରି ଜୀବନ ସାଥୀଟିଏ ଦରକାର। ପଇସା ବାଲା ନୁହଁ। ଧନ ଆଜି ଅଛି, ହୁଏତ କାଲି ନଥିବ, କିନ୍ତୁ ଭଲ ପାଇବା ସାରା ଜୀବନ ସାଥିରେ ଥିବ। ଯଦି କାହା ଉପରେ ରାଗିଛ ତେବେ ରାଗିବାର କାରଣ ବି ଜଣେଇ ଦିଅ। କାରଣ ବେଳେବେଳେ ଚୁପଚାପ ରହିବା ଦ୍ୱାରା ଭୁଲ ବୁଝାମଣା ବଢ଼ିଯାଏ, ଆଉ ସେହି ଭୁଲ ବୁଝାମଣା ସମ୍ପର୍କ ଭାଙ୍ଗିଦିଏ। ଜୀବନରେ ଏମିତି କିଛି ଲୋକ ମିଳନ୍ତି ଯାହାକୁ କେବଳ ପାଇବାକୁ ଇଚ୍ଛା କରି ହୁଏ, କିନ୍ତୁ ପାଇ ହୁଏ ନା। କାହିଁକି ନା ସେ ଆଉ କାହା ଭାଗ୍ୟରେ ଥାଏ। ସୁନ୍ଦର ଚେହେରା ଦେଖିକି ନୁହେଁ, ଭଲ ମଣିଷ ଦେଖିକି ଜୀବନ ସାଥୀ ବାଛନ୍ତୁ। କାରଣ ଆମକୁ ବୃଦ୍ଧାବସ୍ଥାରେ ସୁନ୍ଦର ଚେହେରା ନୁହଁ, ସାହାରା ଦରକାର। ବର୍ଷା ଯେତେ ହେଲେ ମଧ୍ୟ ସାରୁପତ୍ରକୁ ଭିଜେଇ ପାରେ ନା, ଠିକ୍ ସେହିପରି ଅନ୍ୟକୁ ଈର୍ଷା କରୁଥିବା ଲୋକ ଯେତେ ଜ୍ଞାନୀ ହେଲେ ମଧ୍ୟ ଆଗକୁ ଯାଇପାରେ ନା। ତେଣୁ କାହାକୁ ଈର୍ଷା କର ନାହିଁ। ଦୁନିଆର ସବୁଠୁ ମୂଲ୍ୟବାନ ସମ୍ପର୍କ ହେଉଛି ଭାଇ ଭଉଣୀ, ଯେଉଁଥିରେ ରାଗ, ରୁଷା, ଅଭିମାନ ସବୁକିଛି ଥାଏ, କିନ୍ତୁ ବ୍ରେକଅପ୍ ନଥାଏ। ସୁନ୍ଦର ଚେହେରାଟିଏ ଖୋଜିଲେ ସବୁ ଜାଗାରେ ମିଳିଯାଏ, କିନ୍ତୁ ସୁନ୍ଦର ହୃଦୟଟିଏ ସବୁ ଜାଗାରେ ମିଳିନଥାଏ। ନିଜ ପାପର ଦଣ୍ଡରୁ ତ ଗଙ୍ଗାପୁତ୍ର ଭୀଷ୍ମ ବି ମୁକ୍ତି ପାଇନଥିଲେ, ଆଉ ମଣିଷ ଭାବୁଛି ଗଙ୍ଗାରେ ବୁଡ଼ ପକାଇ ପାପରୁ ମୁକ୍ତି ପାଇଯିବେ। ଖରାପ ସମୟ ଦିନେ ବଦଳିଯିବ, କିନ୍ତୁ ବଦଳି ଯାଇଥିବା ଲୋକ ସବୁଦିନେ ମନେ ରହିବ। ବେଳେବେଳେ ମନ କହିଥାଏ ଯେ ମୁଁ ଲୋକଙ୍କୁ ଯେପରି ବ୍ୟବହାର କରିବି ଯେମିତି ସେମାନେ କରନ୍ତି, କିନ୍ତୁ ତାପରେ ହୃଦୟ କହେ ଯେ ଯଦି ମୁଁ ସେମାନଙ୍କ ପରି ହୋଇଯିବି ତେବେ ସେମାନଙ୍କ ଏବଂ ମୋ ମଧ୍ୟରେ ପାର୍ଥକ୍ୟ କ'ଣ ରହିବ? ମଣିଷର
ତୁମେ ଯେତେ ବଡ଼ ଉପକାର କର ନା କାହିଁକି, ପରବର୍ତ୍ତୀ ସମୟରେ ତୁମର ସାମାନ୍ୟ ଭୁଲ ହେଲେ ସେ ସେହି ଉପକାର କଥା ବୁନ୍ଦାଏ ମାତ୍ର ମନେ ପକାଏ ନାହିଁ। ସେବା ସମସ୍ତଙ୍କର କର, କିନ୍ତୁ ଆଶା କାହାଠାରୁ ମଧ୍ୟ ରଖ ନାହିଁ, କାରଣ ସେବାର ଠିକ୍ ମୂଲ୍ୟ ଭଗବାନ ହିଁ ଦେଇପାରିବେ, ମନୁଷ୍ୟ ନୁହେଁ। ସ୍ୱାର୍ଥପର ଦୁନିଆରେ ଲୋକେ ମିଛ ଶୁଣି ଖୁସି ହୁଅନ୍ତି, କିନ୍ତୁ ସତ ଶୁଣି ସମ୍ପର୍କ ଭାଙ୍ଗି ଦିଅନ୍ତି ଓ ଦୂରେଇ ଯାଆନ୍ତି। ନିଜ ପରିବାରରେ ଅପ୍ରିୟ ହୋଇ ବାହାର ଲୋକଙ୍କ ପ୍ରିୟ ପାତ୍ର ହେବାରେ କୌଣସି ମୂଲ୍ୟ ନଥାଏ, କାରଣ ଅସୁବିଧା ସମୟରେ ବାହାର ଲୋକ ମଜା ଦେଖୁଥିବା ବେଳେ ପରିବାର ଲୋକେ ହିଁ ସାହାଯ୍ୟ କରିଥାନ୍ତି। ଖଳ ପ୍ରକୃତିର ମଣିଷମାନଙ୍କ ମିଠା କଥାକୁ ସହଜରେ ବିଶ୍ୱାସ କରନ୍ତୁ ନାହିଁ, କାରଣ ସିଂହ ଯେତେ ମିତ୍ର ହେଲେ ମଧ୍ୟ ସେ ହିଂସ୍ର ପ୍ରକୃତି ଛାଡ଼େ ନାହିଁ। ଯେଉଁ ବ୍ୟକ୍ତି ନିଜ ଭୁଲ ନିଜେ ମାନନ୍ତି ନାହିଁ, ତାଙ୍କୁ ସମୟ ଦିନେ ତାଙ୍କ ଭୁଲ କ'ଣ ଦେଖାଇ ଦେଇଥାଏ। ଜୀବନରେ ଖରାପ ସମୟ ବେଳେବେଳେ ଦୁଃଖ ଦେବାକୁ ନୁହେଁ, ବରଂ ସମ୍ପର୍କ ଚିହ୍ନାଇ ଦେବାକୁ ଆସିଥାଏ, ଆଉ ସେହି ଖରାପ ସମୟ ହିଁ ଜଣାଇ ଦେଇଥାଏ ଏହି ସ୍ୱାର୍ଥର ଦୁନିଆରେ କିଏ କାହାକୁ କେତେ ଭଲ ପାଏ। ମୁହଁରେ ଜବାବ ଦେବା ଲୋକ କେବେ ଧୋକା ଦିଅନ୍ତି ନାହିଁ, କେବଳ ଡର ଲାଗେ ସେହିମାନଙ୍କୁ ଯେଉଁମାନେ ଉପରେ ମଧୁର ବଚନ କହି ଅନ୍ତରରୁ ଘୃଣା କରନ୍ତି। ନାରୀର ବୟସ ଆଉ ପୁରୁଷର ଆୟ କେବେ ପଚାରିବା କଥା ନୁହେଁ, କାରଣ ନାରୀ କେବେ ନିଜ ପାଇଁ ବଞ୍ଚି ନଥାଏ, ଆଉ ପୁରୁଷ କେବେ ନିଜ ପାଇଁ ରୋଜଗାର କରିନଥାଏ। ଅର୍ଥ ନଥିଲେ ମଣିଷ ଭଗବାନଙ୍କୁ ଡାକେ, ଆଉ ସେହି ମଣିଷ ଅତ୍ୟଧିକ ଅର୍ଥ ପାଇଗଲେ ନିଜକୁ ଭଗବାନ ଭାବେ। ଅତୀତ ଶିଖାଏ, ବର୍ତ୍ତମାନ କନ୍ଦାଏ, ଆଉ ଭବିଷ୍ୟତ ବଞ୍ଚି ରହିବାକୁ ସ୍ୱପ୍ନ ଦେଖାଏ। ବୟସ ବଢ଼ୁଛି, ବନ୍ଧୁ କମୁଛି, ଚାପ ବଢ଼ୁଛି, ସୁଖ କମୁଛି, ବୋଧହୁଏ ଏଇଟା ହିଁ ଜୀବନ। ମଣିଷକୁ ହତ୍ୟା କରି ଧର୍ମକୁ ଭଲ ପାଇବା ଅପେକ୍ଷା ଧର୍ମକୁ ତ୍ୟାଗ କରି ମଣିଷକୁ ରକ୍ଷା କରିବା ବହୁତ ପୁଣ୍ୟର କାମ।